ମୁଁ ଖାଇବିନି କହିଲି ପରା। ଶୁଣ ମୋ କଥା ଟିକେ ଶୁଣ ନା ବାପାଙ୍କୁ ମୁଁ କଲେଜ ପଠେଇବି ସେ କଥା ହେବେ। ତୁ ଅନେଇଲୁ ଜମା ଟୋକାଙ୍କ ଭଳିଆ ହଅନା। ମୋ କଥାକୁ ତୁ କେବେ ବିଶ୍ୱାସ କରୁ? ମୋ କଥାକୁ ତ ତୁ କେବେ ବିଶ୍ୱାସ କରୁନା। ବାରମ୍ବାର କହିଛି ଗୁରୁ ନିନ୍ଦା ବଡ ଭୟଙ୍କର। ବୁଝିପାରୁନୁ ବୋଧେ? ମୁଁ ଖାଇବିନି କହିଲି ପରା। ନେ ମୋ ବାୟାଣ ନେଲୁ ମୋ ଧନଟା ନେ ଆଗ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ମୁଁ ତୁ ବୁଝୁନୁ କାହିଁକି? ମୁଁ ସବୁ ବୁଝିଛ। ତୋର ପଢିବାକୁ ଇଚ୍ଛା ନାହିଁ, ତୋର ମିଛ ସତ କହନି କୋଉ ଗୁରୁଙ୍କ ନାଁରେ। ବାପାଙ୍କୁ ମନା କରିଦେବି ଆସି ଘରେ ରହ। ନେଲୁ ପାଣି ନେ ଶୁଣ, ହଷ୍ଟେଲରେ ଯାଉଛୁ ସେଠି ପଢିବାକୁ ଯାଉଛୁ, ସେଠି ରାଜନୀତି କରିକିନା ଜମା ମୁହଁ ଛିଣ୍ଡେଇବୁନି। ବହୁତ ବୁଝୁନୁ କଣ ପାଇଁ? ଆଜି ଯଦି ମୁଁ ଚୁପ ରହିଯିବି ମୋ ଭଳିଆ କେତେ ଝିଅ ମାନେ ଏମିତି ହଇରାଣ ହେବେ। ମୁଁ ତ ପ୍ରିନ୍ସିପାଲ ସାର୍ଙ୍କୁ କହିଲି, ସାର୍ ମୋ କଥା ଶୁଣିଲେନି ତ ଠିକ ଅଛି। ନ୍ୟୁଜ ରେ କହିବି, ଖବର କାଗଜରେ କହିବି, ଦେଖିଆ କେମିତି। ତତେ ତ ବୋଉ ରାଣ ତୁ ମୁଣ୍ଡ ଛୁଁ, ସେ ବେକାରିଆ କାମ ଧନ୍ଦା କରିବୁନି। ଆମେ ଗରିବ ଘର ମା, ଆମ କଥା ଏଠି କେହି ଶୁଣିବେନି। ତୁ ପାଠ ପଢିବା ପାଇଁ ଯାଉଛୁ, ପଢିକିନା ଆସେ। ବୋଉ ସନ୍ଥ କବି ଭୀମ ଭୋଇ କଣ କହିଥିଲେ? ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିମ୍ବା ସରୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ମୁଁ ଆସୁଛି। ଟିକେ ଯାଉନ କଲେଜ ଆଡେ? ସାରଙ୍କ ସବୁ ଝଗଡା ଝାଟି କରୁଥିଲା ତ ମତେ ମନଟା କଣ ହେଇଯାଉଛି। ଟିକେ ଯାଉନ? ପ୍ରଭୁ ତାର କିଛି କରିବନି। ମୋ ମନଟା କାହିଁ ପାପ ଛୁଁଛି। ବାୟାଣୀ ଫୋନ ଟା ଟିକେ ଉଠା। हेलो तू कपटिया कालिया तू जगातिया जीव जीवा जाए एठी बसीबी सिंहदर जात केबे न छाड़ीबी देखिबी तू केते मौन रहिबू अविचार करी